ବଣଭୋଜି କରି ଯାଉଥିଲୁ ଆରେ ଏନ୍ତା କାଣା ହେଲା ଯେ ଫିରି ଆଇବାକୁ ପଡ଼ଲା। ଜୟ ମା ମାଣିକେଶ୍ୱରୀ। ଆଜି ଯାଉଛୁ ଆମେ ବଣଭୋଜି କରି ଆମର ପାଖେ ଥିବା ଜଙ୍ଗିଆ ସାଗରକେ। ବେଶୀ ଦିନ ଆମେ ବଣଭୋଜି ନାଇଁ କରିଥାଇ ଯେ ଆଜି ଯିମା ବଣଭୋଜି କରି ପ୍ଲାନ୍ କଲୁ, କିନ୍ତୁ ଆମକେ আসবাকে ବେଶୀ ଲେଟ୍ ହେଲା। ସେଥିର୍ଲାଗି କେନ୍ ଜିନିଷଟା ମିଲିପାରଲା ଆଉ କେ ଜିନିଷଟା କମିଗଲା, ମାନେ ଆମେ ନାଇଁ ପାଇପାରଲୁ। ସେଥିର୍ଲାଗି ଆମେ ଏନ୍ତା ଚଲେଇ ଦେବାକେ ପଡ଼ଲା। ଆଜି ଯେନ୍ ହିସାବେ ବାଦଲିଆ ପାଗ କରୁଥି ଯେ ଏବେ ତେବେ ପେନ୍ ମାରଲା ପରା କରୁଥାଏ। ସେଥିର୍ଲାଗି ଘରକେ ଯିମୁ ନାକା ବୋଲୁଥିଲୁ। ଇନର ଯେବେ ବି ଆମେ ଯାହା ବି ଭୋଜି କରସୁଁ ଇନ ଏକା କରସୁଁ। ଇନ ଲୋକେସନଟା ପୁରା ବେଷ୍ଟ ଅଛେ ଆଉ ଦେଖବା ଲାଗି ବହୁତ ବଢ଼ିଆ। ବାକି ଡଙ୍ଗର ପାଖେ ଅଛେ ଆଉ ସିନେରୀଟା ମନ ବହୁତ ବଢ଼ିଆ ଲାଗ୍ସି। ଇ ଜାଗାର ନାଁ ହଉଛେ ଜଙ୍ଗିଆ ସାଗର, ଯେନ୍ଟାକି ଛତିଶଗଡ଼ ଆଉ ଓଡ଼ିଶା ବର୍ଡ଼ରନେ ଅଛେ। ସବୁଦିନ ଆମେ ବଟା ମସଲା ଆନସୁଁ, କିନ୍ତୁ ଆଜି ଆମକେ ଟାଇମ୍ ନେଇ ପାଇ ଆଉ ହେଥିର୍ଲାଗି ଆମେ ଗୁଡ଼ ମସଲାଟା ଧରିକରି ପଲେଇ ଆଇଲୁ। ହେଲେ ବି ଗୁଡ଼ ମସଲାଟା ହେତ୍କି ଠିକ୍ ନାଇଁ ଲାଗେ, ତାର କଲର୍ଟା ନାଇଁ ଆସେ। ଯେତେ ବି ଇନ ଆଖର ପାଖର ଲୋକ ଭୋଜି ଭୁଜା କରସନ୍ ସବୁ ଇନକେ ପଲେଇ ଆଏସନ୍। ଇନ ବଢ଼ିଆ ଲୋକେସନଟା ମସ୍ତ ଅଛେ। ଲୋକେସନ ବେଶ ଥିବା ସଙ୍ଗେ ସଙ୍ଗେ ତାର ସଙ୍ଗେ ଜୀବଜନ୍ତୁକେ ବି ତମେ ଦେଖିପାରବ, କାଏଁ କି ଡଙ୍ଗୁର ତଲେ ଏକା ଅଛି। ଆଜି ଭାବିଲୁ ଆମେ ଗୋଡ଼ ଗୁଡ଼ା ଟିକେ ବି ନେଇ କରି ଯିବୁ ବଢ଼ିଆ ଲାଗ୍ବା ବୋଲିକିନା। ଆଉ ପୁଡ଼େ ପୁଡ଼ାକିରି ତାକେ ସୁଜା କରି ରାନ୍ଧିଲୁ ଆମେ, ବହୁତ ବଢ଼ିଆ ଟେଷ୍ଟ ଲାଗଲା। ଆଉ ଆମକେ ଭୋକ ଲାଗୁଥିଲେ ଜାଗ କାଢ଼ିକିନା ଟିକେ ଟେଷ୍ଟ କରୁ ବୋଲିକିନା ଗୋଟେ ଖୁଲିରେ ଟେଷ୍ଟ କଲୁ। ତାପରେ ଟିକେ ଛାଡ଼ିକରି ଆମେ ଖାଇବାକେ ବସି ପଡ଼ିଲୁ। ମୋର ଭିଡ଼ିଓ ଭଲ ଲାଗୁଛି ବୋଲି ଆପଣମାନଙ୍କୁ ଲାଇକ୍ଟେ ସେୟାରଟେ ଆଉ ସବସ୍କ୍ରାଇବ୍ଟେ ନିଶ୍ଚୟ କରିଦିଅ। ଜୟ ମା ମାଣିକେଶ୍ୱରୀ କି।